ସଧବା ଭଳି ଗୋଟେ ବୈବାହିକ ଜୀବନ କରିଛି ତା ସ୍ୱାମୀ ବଞ୍ଚିଛି, ଏଇ ହଉଛି ସଧବା, ଏଇ ହଉଛି ବିଧବା। କିନ୍ତୁ ସ୍ୱାମୀ ମରିଗଲେ କଣ ସ୍ତ୍ରୀର ଶକ୍ତିକି ଟାଣି ନେଇ ପଳେଇଲା? ସ୍ତ୍ରୀ ମରିଗଲେ କଣ ସ୍ତ୍ରୀ କଣ ତା ସ୍ୱାମୀର ସନ୍ତକକୁ ନେଇ ପଳେଇଲା? ଏ କାଷ୍ଠ ସିନ୍ଦୁର ଭିତରେ କଣ ସନ୍ତକ ଅଛି? ତେଣୁ ଯଦି ବି ସେ ତାକୁ ତୁମେ କାଷ୍ଠ ସିନ୍ଦୁର ବିହୀନ କରିବ, ତମେ କିଏ? ତାପରେ ଆଇନ ଆସିବା ଦରକାର। ତମେ କିଏ? ତା ସ୍ୱାମୀ ଘରୁ ଯାଉ ଯାଉ ତମେ ତା ଗୋଟେ କନ୍ଧାଏ ବସିକିରି ତା ମୁଣ୍ଡରୁ ସିନ୍ଦୁର ନିଭେଇବ, ତା କାଚକୁ ଭାଙ୍ଗିବ। ଏ ସତୀଦାହ ପ୍ରଥା ଭଳି ଇଏ ମଧ୍ୟ ଏକ ପ୍ରଥା। ତାକୁ ବନ୍ଦ କରିବା ଦରକାର। ଏଠି ଆଇନ ହବା ଦରକାର। ମା ସେ କେତେବେଳେ ରାକ୍ଷାସୀ ହେଇପାରେ ନା। ବାପା ହିଁ ବାପା। ତେଣୁ ତା ସହିତ ପୁଣି ଆହୁରି କେତେ ନିୟମ ଯେ ବର୍ଷକ ପର୍ଯ୍ୟନ୍ତ ଦେବତା ମନ୍ଦିରକୁ ଯିବ ନାହିଁ। ଦେବତା ମନ୍ଦିରକୁ ଗଲେ ତା ରୂପଟି ଆସିବ, ତା କଥା ମନେ ପଡିବ, ସେ ମୁକ୍ତି ପାଇବ। ଆଉ ତମକୁ ଦେଖିଲେ କଣଟା ପାଇବ? ସୁନ୍ଦର। ଦେବ ମନ୍ଦିରକୁ ଜୀବନି ଶିକ୍ଷିତ ଲୋକମାନେ ଯାଉନା ବିଭିନ୍ନ ପ୍ରକାର ବାରଣ କରେ। ଆଉ ଗୋଟେ ଶୁଭ କାର୍ଯ୍ୟ କରିବନି। ବିଧବା ମାନେ ମୁହଁ ଦେଖେଇ ପାରିବେ, ତା ମାନେ ଅଶୁଭ କାର୍ଯ୍ୟ କରିବ। ଯଦି ବେମାର ହେଲ ମେଡିକାଲକୁ କାହିଁକି ଯାଉଛ? ଆଜି ଗୋଟେ ଗୁରୁବାର ମାନେ ଖାଇବାକୁ ପାଇନାହିଁ, ସିଏ ଆଜି ଭାବୁଛି ମତେ 100ଟା ଟଙ୍କା ଧାର ଦିଅ, ମୁଁ ଟିକେ ଭାତ ଡାଲି ଖାଇବି ନା, ଆଜି ଗୁରୁବାର ଦେଇହବ। ସେ ପେଟ କାମୁଲା ମେଡିକାଲକୁ ଯିବ କି ନାହିଁ? ତେଣୁ ଏଇ ଯୋଉ ସେ ମା ସନ୍ତ ସଂକ୍ରାନ୍ତି ଗୁରୁବାର ତାକୁ ସବୁ ପାଳନ କର, କିଛି ଅସୁବିଧା ନାହିଁ। ଏଇ ଯୋଉ ହୀନମନ୍ୟତା ଆଜି ଆମ ଧର୍ମ ଭିତରେ ପଶିଛି, ପ୍ରଥମେ ତାକୁ କାଢିବାକୁ